ତ ସାଙ୍ଗମାନେ ଦେଖିପାରୁଥିବେ ବ୍ରିଜଟି ଏଇଭଳିଆ ରଡ଼ରେ ତିଆରି ହେଇଛି। ତ ଏଇଟା ପାଣି ଟାଙ୍କି ଯେଉଁଟାକି ଏଇଟା ନବରଙ୍ଗପୁର ଟାଉନକୁ ଯାଇଛି। ତ ଆଗେ ଏଇ ବ୍ରିଜ ଦେଇକି ସବୁ ଗାଡ଼ି ବାଇକ୍ ସବୁ ଚଳାଚଳ ହେଉଥିଲା। ତ ହ୍ୟାଲୋ ଫ୍ରେଣ୍ଡସ୍, ଆଶା କରୁଛି ଆପଣମାନେ ଭଲରେ ଥିବେ। ତ ମୁଁ ଅଛି ପ୍ରହ୍ଲାଦ, ମୋର ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ କରୁଛି। ତ ଆଜିର ବ୍ଲଗ୍ରେ ଆମେ ଦେଖିବା ବହୁତ ପୁରୁଣା ବ୍ରିଜ ବିଷୟରେ, ଯେଉଁଟାକି 60 ବର୍ଷ ପାଖାପାଖି ହେଇଗଲାଣି, ଇଂରେଜମାନଙ୍କ ସମୟର ବ୍ରିଜଟା। ତ ଚାଲନ୍ତୁ ଆପଣମାନଙ୍କୁ ସେ ବ୍ରିଜଟା ଦେଖାଇ ଦେଉଛି। ବର୍ତ୍ତମାନ ଏବେ କେମିତି ଅଛି ଚାଲନ୍ତୁ ଦେଖିବା। ତ ଦେଖିପାରୁଥିବେ ତାର ବାହାର ଗେଟ୍ଟା କିଛି ଏଇଭଳିଆ ହେଇଛି। ତ ଦେଖିପାରୁଥିବେ ବାଉଣ୍ଡ୍ରି କରିଛନ୍ତି, ଯେତିକି ବାଇକ୍ ଫାଇକ୍ ନ ଯାଇପାରେ ସେଥିଲାଗି। ତ ଦେଖିପାରୁଥିବେ ଏଇଭଳିଆ କିଛି ହେଇଛି। ତ ଦେଖିପାରୁଥିବେ ଏଇଭଳିଆ କିଛି ଅଛି, ବାଇକ୍ ଫାଇକ୍ ନ ଯିବା ପାଇଁ ଏଇଭଳିଆ କରୁଛନ୍ତି। ତ ସାଙ୍ଗମାନେ ଦେଖିପାରୁଥିବେ ବ୍ରିଜଟି ଏଇଭଳିଆ ରଡ଼ରେ ତିଆରି ହେଇଛି। ତ ଏଇଟା ପାଣି ଟାଙ୍କି ଯେଉଁଟାକି ଏଇଟା ନବରଙ୍ଗପୁର ଟାଉନକୁ ଯାଇଛି। ତ ଆଗେ ଏଇ ବ୍ରିଜ ଦେଇକି ସବୁ ଗାଡ଼ି ବାଇକ୍ ସବୁ ଚଳାଚଳ ହେଉଥିଲା। ତ ଏବେ ବର୍ତ୍ତମାନ ନୂଆ ବ୍ରିଜଟେ ହେଇଛି ଏହାର ପାଖ ଦେଇକି, ଦେଖିପାରୁଥିବେ ସେ ବ୍ରିଜଟା। ଏଇଟା 2017 କେତେରେ ତିଆରି ହେଇଛି ସେଇଟା। ବର୍ତ୍ତମାନ ଏବେ ବଡ଼ ଗାଡ଼ିଟା ସେଇ ବ୍ରିଜ ଦେଇକି ଯାଉଛି। ତ ଦେଖିପାରୁଥିବେ ଏଇଭଳିଆ କିଛି ଖରାପ ହେଇଯାଇଛି। ଦେଖିଥିବେ ଚାଲିବା ମଧ୍ୟ ବହୁତ କଷ୍ଟ। ଦେଖନ୍ତୁ ଏଇଭଳିଆ କାଠରେ ତିଆରି ହେଇଥିଲା। ଆପଣ ଦେଖିପାରୁଥିବେ ଏଇ ବ୍ରିଜଟା ତ ପୁରୁଣା, ବହୁତ 60 ବର୍ଷ ପାଖାପାଖି ହେଇଗଲାଣି। ବାଲି ସିମେଣ୍ଟର ବ୍ରିଜଟା ବୈଧତା ଥାଏ 40-45 ବର୍ଷ। ତ ଏଇ ବ୍ରିଜକୁ ଦେଖିପାରୁଥିବେ ରଡ଼ରେ ତିଆରି ହେଇଛି, ଯାହାକି 60 ବର୍ଷ ପ୍ଲସ୍ ହେଇଗଲାଣି। ଦେଖିପାରୁଥିବେ ବହୁତ ବଢ଼ିଆ ଜାଗାଟା। ତ ଏଇଠି ଭିୟୁ ମଧ୍ୟ ବହୁତ ଭଲ ଆସିବ। ବାତ୍ୟା ସମୟରେ ଏଇଟା ସବୁ ପାଣିରେ ଭର୍ତ୍ତି ହେଇଯାଇଥିବ। ତ ଆପଣମାନେ ସେଇ ସମୟରେ ଦେଖିପାରିବେ, ବହୁତ ସୁନ୍ଦର ଲାଗିବ। ଏଠି ଭିୟୁ ମଧ୍ୟ ବହୁତ ବଢ଼ିଆ ଆସିବ। ତ ଦେଖିପାରୁଥିବେ ଏଇଭଳିଆ ତାର ଥଳରେ ଚାଷ ହେଇଛି। ଏଇପଟେ ହିଁ କୋରାପୁଟରୁ ଜୟପୁର ଆସିବା ଯିବା ମଧ୍ୟ କରୁଥିଲେ। ସାଇକେଲରେ ଲୋକମାନେ ଆସନ୍ତି ଓ ଯାଆନ୍ତି। ଦେଖନ୍ତୁ କିଛି ଏହି ପ୍ରକାର ହେଇଯାଇଛି ବ୍ରିଜଟା। ତ ଏଇଠି ବି ଦେଖିପାରୁଥିବେ କେଡ଼େ ବଡ଼ ଖରାପ ହେଇଯାଇଛି। ଏଇଟା ଚାଲିବାକୁ ମଧ୍ୟ ବହୁତ କଷ୍ଟ। ତ ସାଙ୍ଗମାନେ, ମୁଁ ନୂଆରେ ୟୁଟ୍ୟୁବ କରିଛି, ତ କିଛି ବନାଇବାରେ କି କହିବାରେ ମଧ୍ୟ ଭୁଲ ଥିଲେ କ୍ଷମା କରିବେ। ଆଉ ମୋତେ ସପୋର୍ଟ କରିବା ପାଇଁ ମୋ ଚ୍ୟାନେଲଟିକୁ ନିଶ୍ଚୟ ଲାଇକ୍ ଟିକେ କରିଦେବେ। ତ ଚାଲନ୍ତୁ ମୁଁ ଆପଣଙ୍କୁ ସେଇ ତଳ ଫଟୋଟା ଦେଖାଇ ଦେଉଛି କେମିତି ଅଛି। ଦେଖିପାରୁଥିବେ ରାସ୍ତା ମଧ୍ୟ ବହୁତ ଖରାପ ଅଛି। ତ ସାଙ୍ଗମାନେ ଆସନ୍ତୁ ଆପଣମାନଙ୍କୁ ମୁଁ ତଳ ପଟରୁ କେମିତି ଦିଶୁଛି ସବୁ ଦେଖାଇ ଦେଉଛି। ଦେଖନ୍ତୁ ଏଇଭଳିଆ କିଛି ଖରାପ ହେଇଯାଇଛି ବ୍ରିଜଟା। ତ ସାଙ୍ଗମାନେ ଦେଖିପାରୁଥିବେ କିଛି ଏଇଭଳିଆ ହେଇଛି। ତ ଏଠି ଫଟୋ ସୁଟ୍ ପାଇଁ ମଧ୍ୟ ବହୁତ ବଢ଼ିଆ। ଚାହିଁଲେ ଆପଣମାନେ ଆସିପାରିବେ। ଏଇଟା ଇନ୍ଦ୍ରାବତୀ ନଦୀର ବ୍ରିଜଟା, ଦେଖିପାରୁଥିବେ। ତ ଦେଖିପାରୁଥିବେ ସାଙ୍ଗମାନେ ତଳ ପଟରୁ କିଛି ଏଇଭଳିଆ ଦିଶୁଛି। ଦେଖନ୍ତୁ ଏ ବିମ୍ଟା ପଥର ଆଉ ସିମେଣ୍ଟରେ ତିଆରି ହେଇଛି। ଦେଖିପାରୁଥିବେ ଆଗର ବ୍ରିଜଟା ଏଇଟା ସବୁ ପଥରରେ ହିଁ ତିଆରି ହେଇଛି। ରୋଡ଼ କିଛି ହେଇନାହିଁ। ତ ସାଙ୍ଗମାନେ ଦେଖିପାରୁଥିବେ 60 ବର୍ଷର ବ୍ରିଜଟା କିଛି ଏଇଭଳିଆ ହେଇଛି। ଦେଖିପାରୁଥିବେ ଏଇ ବ୍ରିଜକୁ। ତ ଏଇ ବ୍ରିଜଟା ବର୍ଷା ସମୟରେ ବହୁତ ବଢ଼ିଆ ଲାଗିବ। ଯେତେବେଳେ ବାତ୍ୟା ଆସିଥିବ ସେତେବେଳେ ପାଣିଟା ଭର୍ତ୍ତି ହେଇଯାଇଥିବ। ତ ଦେଖିବା ଲାଗି ମଧ୍ୟ ବହୁତ ସୁନ୍ଦର ଲାଗିବ। ତ ସାଙ୍ଗମାନେ, ଆପଣ ମୋ ଭିଡ଼ିଓ କେତେ ସମୟ ପର୍ଯ୍ୟନ୍ତ ଦେଖିଲେ ଧନ୍ୟବାଦ। ତ ଏଇ ଭିଡ଼ିଓଟା ଭଲ ଲାଗିଥିଲା ଲାଇକ୍ ଟିକେ କରିବେ, ଆଉ ସବସ୍କ୍ରାଇବ୍ ମଧ୍ୟ କରିନେବେ। ତ ଆମେ ନୂଆ ନୂଆ ଏମିତି ଭିଡ଼ିଓ ଆହୁରି ଅନେକ ବନେଇବୁ। ତ ଆପଣ କମେଣ୍ଟ କରିବେ ଆମ ଭିଡ଼ିଓଟା କେମିତି ଲାଗିଲା।
ତ ସେ ବାବଦରେ ଆମକୁ ଆହୁରି ଭିଡ଼ିଓ ବନାଇବା ପାଇଁ ମଧ୍ୟ ଭଲ ଲାଗିବ। ତ କମେଣ୍ଟରେ ନିଶ୍ଚୟ ଜଣାଇବେ। ଥ୍ୟାଙ୍କ ୟୁ, ଧନ୍ୟବାଦ।